ଆପଣ ଜଣେ ଚାଷୀ କି ତାହେଲେ ଭିଡ଼ିଓଟିକୁ ସ୍କିପ୍ କରନ୍ତୁ ନାହିଁ। କୃଷକ ରେଜିଷ୍ଟ୍ରି ନ କଲେ ଧାନ ବିହନ ସବସିଡ଼ି ମିଳିବ ନାହିଁ, ମଣ୍ଡିରେ ବିକ୍ରି ବନ୍ଦ ହୋଇପାରେ, ପିଏମ୍ କିଷାନ ସିଏମ୍ କିଷାନ ସବୁକିଛି ବନ୍ଦ ଏହି ଗୋଟିଏ କାମ ସକାଶେ। କେମିତି କରିବେ, କ'ଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଅନ୍ କରିଦେବେ। ଏଇଭଳିଆ ଭିଡ଼ିଓ ଯେତେବେଳେ ବି ପ୍ରସ୍ତୁତ ହେବ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚିପାରିବ। ପ୍ରଥମ କଥା ହେଉଛି ଯେ ଯେଉଁମାନେ ଏ ବର୍ଷ ଧାନ ବିହନ କିଣୁଛନ୍ତି ସେମାନେ ପ୍ରଥମେ ଜାଣି ରଖନ୍ତୁ, ପ୍ରଥମେ ଧାନ ଆପଣ ବିହନ କିଣିବେ, ଧାନ ଅମଳ ପରେ ତାକୁ ଧାନ ବିକ୍ରି କରିବେ, ଯେଉଁଟାକି ପିଏମ୍ କିଷାନ ସିଏମ୍ କିଷାନ ପାଉଛନ୍ତି। ମୁଁ ସେଇଥିପାଇଁ ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଦେଉଛି, ଯେଉଁଟାକି ଆପଣମାନେ ଏ ବର୍ଷ କୌଣସି ଆପଣ ସବସିଡ଼ିଆରୀ ଜିନିଷ ପାଇପାରିବେ ନାହିଁ, ତାହା ସମ୍ପୂର୍ଣ୍ଣ ରୂପେ ଚେଞ୍ଜ ହେଇଛି। ମୁଁ କହି ରଖୁଛି, ଯେଉଁମାନେ ଧାନ ବିହନ କିଣୁଛନ୍ତି ଗତ ବର୍ଷ ଥିଲା ଯେମିତିକି ଆମର ଡିଷ୍ଟ୍ରିକ୍ଟ ହେଉଛି କଟକ, CUT/101700 ଯେଉଁଟାକି ଫାର୍ମର ଆଇଡ଼ି ଥିଲା, ସେଇଥିରେ ଆପଣମାନେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିଲା, ଆପଣମାନେ ଟଙ୍କା ପାଇପାରୁଥିଲେ। ଯେଉଁଟାକି ଧାନ କିଣୁଥିଲେ, ଧାନ ବିହନ କିଣୁଥିଲେ, ଯେକୌଣସି ବିହନ ଯେକୌଣସି ଠାରୁ ଆପଣ କିଣୁଥିଲେ, ଆପଣଙ୍କ ରେଷ୍ଟ ଯେଉଁ ସବସିଡ଼ି ପଇସା ସେଇଥିରେ ଆପଣଙ୍କ ଆଇଡ଼ି ଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ଆସୁଥିଲା। କିନ୍ତୁ ଏ ବର୍ଷ ତାହା ସମ୍ପୂର୍ଣ୍ଣ ଚେଞ୍ଜ ହେଇଯାଇଛି, ତାହା ପରିବର୍ତ୍ତିତ ହୋଇଯାଇଛି। ଫାର୍ମର ଆଇଡ଼ି ନ ହୋଇ କୃଷକ ରେଜିଷ୍ଟ୍ରି ଆଇଡ଼ି, ଯେଉଁଟାକି ସେଇ ଆଇଡ଼ିଟି ନଦେଲେ ମୁଁ ଆପଣମାନଙ୍କୁ ଏଠି ଦେଖାଇ ରଖୁଛି ସ୍କ୍ରିନ୍ରେ, ସେଇ ଆଇଡ଼ି କି ନଦେଲେ ଆପଣମାନେ କୌଣସି ସବସିଡ଼ାରୀ ଜିନିଷ ପାଇପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଆପଣମାନେ ସମବାୟ ସମିତିରୁ ହେଉ ବା ପ୍ରାଇଭେଟ୍ରୁ ହେଉ, ଯେକୌଣସି ଜାଗାରୁ ଆପଣମାନେ ବିହନ ଆଣୁଛନ୍ତି, ସେ ବିହନର ସବସିଡ଼ି ଆପଣମାନଙ୍କ ଆକାଉଣ୍ଟକୁ କ୍ରେଡ଼ିଟ୍ ହୋଇପାରିବ ନାହିଁ। ତାର କାରଣ ହେଉଛି କୃଷକ ରେଜିଷ୍ଟ୍ରି। ଦ୍ୱିତୀୟ କଥା ହେଉଛି ଏଇଟା ଧାନ ବିହନରେ ଲାଗୁ ହୋଇଛି। ପରବର୍ତ୍ତୀ ସମୟରେ ଆପଣମାନଙ୍କର ଧାନ ବିକ୍ରି କରିବା ପାଇଁ ଯେଉଁ ସମୟ ଆସିବ, ପଞ୍ଜୀକୃତ ହେବ ଜୁଲାଇ 15ରୁ ଅଗଷ୍ଟ 15 ପରବର୍ତ୍ତୀ ସମୟରେ, ସେଥିରେ ମଧ୍ୟ ହୋଇପାରେ ଏମିତି କିଛି ଆସିବ କି ଯେଉଁମାନେ କୃଷକ ରେଜିଷ୍ଟ୍ରିରେ ରେଜିଷ୍ଟ୍ରେସନ୍ କରିନାହାନ୍ତି, ପଞ୍ଜୀକରଣ କରିନାହାନ୍ତି, ସେମାନେ ମଧ୍ୟ ଧାନ ଦେବାରୁ ବଞ୍ଚିତ ହୋଇପାରନ୍ତି। ଯେଉଁମାନଙ୍କର ନିଜର ଜମି ଅଛି, ଭାଗ ଚାଷୀମାନଙ୍କ ପାଇଁ ଅଲଗା ହୋଇପାରେ, କାରଣ ଭାଗ ଚାଷୀ ସବୁବେଳେ ଭାଗ ଚାଷୀ, ତାଙ୍କର ତ ନିଜର ନାହିଁ, ସେଥିପାଇଁ ଲେଖାଯାଉଛି ସେଥିରେ ଭାଗ ଚାଷୀ। ତ ଯେଉଁମାନେ କରିନାହାନ୍ତି, ଏଇଟା ନିହାତି ଭାବରେ ମୁଣ୍ଡରେ ଟିକେ ଭାବିକି କରନ୍ତୁ, କାରଣ ଆଗକୁ ବହୁତ କିଛି ଜିନିଷ ସବସିଡ଼ିଆରୀ ଜିନିଷ ସରକାରୀ ଯୋଜନା ଆସୁଛି, ଯେଉଁଟାକି ଆପଣମାନଙ୍କ ପାଖରେ ସହଜରେ ପହଞ୍ଚିପାରିବ। ଦ୍ୱିତୀୟ କଥା ହେଲା। ତୃତୀୟ କଥା ହେଉଛି ପିଏମ୍ କିଷାନ ସିଏମ୍ କିଷାନ ଉଭୟ ଯେଉଁମାନେ ପାଉଛନ୍ତି, ଯଦି ଯେଉଁମାନଙ୍କର ଅଟକି ଯାଇଛି ବା କୌଣସି କାରଣ ସକାଶେ ପଇସା ମିଳୁନାହିଁ, ତ ତୁରନ୍ତ ଆପଣମାନେ କୃଷକ ରେଜିଷ୍ଟ୍ରି କରନ୍ତୁ। କହି ରଖୁଛି, କୃଷକ ରେଜିଷ୍ଟ୍ରି କେଉଁଠି କହିପାରିବେ। ତାପରେ ଆପଣମାନଙ୍କୁ କ'ଣ ଡକୁମେଣ୍ଟ ଦରକାର ହେବ ନିହାତି ଭାବରେ ଜାଣନ୍ତୁ। ପ୍ରଥମେ ମୁଁ ଡକୁମେଣ୍ଟ କହିଦେଉଛି, ଆଧାର କାର୍ଡ଼, ଆଧାର ସଂଯୁକ୍ତ ମୋବାଇଲ ନମ୍ବର, ନିଜ ନାମରେ ଥିବା ଜମି ପଟ୍ଟା। ଯଦି ନିଜ ନାଁ ନାହିଁ, ମୃତ ବ୍ୟକ୍ତିଙ୍କ ନାଁରେ ଅଛି, ଶୀଘ୍ର ଯାଇକି RI ଅଫିସରେ ମାଗଣାରେ ORS ଚେଞ୍ଜ ହେଉଛି, ଯେଉଁଟାକି ଆପଣଙ୍କ ପଟ୍ଟାରେ ଯେତିକ ମୃତ ବ୍ୟକ୍ତି ଅଛନ୍ତି ତାଙ୍କ ନାଁକୁ କାଢ଼ିକି ଆପଣଙ୍କର ଯେତେ ଲିଗାଲ ହେୟାର ତାଙ୍କର ଅଛନ୍ତି ତାଙ୍କ ନାଁ ଅତି ମାଗଣାରେ କରୁଛନ୍ତି, ଗୋଟିଏ ବି ଟଙ୍କା ଲାଗିବ ନାହିଁ। ତୁରନ୍ତ କରନ୍ତୁ। ଯଦି ଆପଣଙ୍କର ଡେଥ୍ ସାର୍ଟିଫିକେଟ୍ ବାହାରି ନାହିଁ ବା କୌଣସି ଅସୁବିଧା ହେଉଛି, ତ ତାଙ୍କର ଡେଥ୍ ସାର୍ଟିଫିକେଟ୍ ଦେଖାଇ ମଧ୍ୟ ଆପଣ ତାଙ୍କର ପୁଅ କି ଜେଜ ନାତି ଯାହା ହେଲେ ଆପଣମାନେ କରିପାରିବେ। କିନ୍ତୁ ସବୁଠାରୁ ବେଟର୍ ଆପଣମାନେ RI ଅଫିସ୍ ଯାଇକି, ଏହା ସମ୍ପୂର୍ଣ୍ଣ ରୂପେ ମାଗଣାରେ ହେଉଛି, ସରକାର କରିଛନ୍ତି ମାଗଣାରେ। ଆପଣମାନେ ପ୍ରଥମେ ଆପଣମାନଙ୍କ ନାଁକୁ ନେଇକି ଆସନ୍ତୁ, ତାପରେ କୃଷକ ରେଜିଷ୍ଟ୍ରି ଆପଣମାନେ କରନ୍ତୁ ଏହିସବୁ ଜିନିଷ ଗୁଡ଼ିକ ପାଇବା ପାଇଁ। ଇଏ ଗଲା ଆପଣମାନଙ୍କର ଡକୁମେଣ୍ଟ ପ୍ରୋସେସ୍ ରହୁଛି। ଆପଣମାନେ କେମିତି ଏହାକୁ ଆପ୍ଲାଏ କରିବେ, ମୁଁ 2-3ଟି ପନ୍ଥା ଆପଣମାନଙ୍କୁ କହୁଛି। ମୁଁ ଏଇ ଯେଉଁ 4ଟି ବିକଳ୍ପ ଆପଣମାନଙ୍କୁ କହିବି, ଏ 4ଟି ବିକଳ୍ପରୁ ଆପଣ ଯେକୌଣସି ଗୋଟିଏ କରିପାରିବେ। ଦେଖନ୍ତୁ, ପ୍ରଥମେ ହେଲା ନିକଟସ୍ଥ ଜନସେବା କେନ୍ଦ୍ରରେ ଆପଣମାନେ କୃଷକର ଆଇଡ଼ି କରିପାରିବେ। ଆପଣମାନଙ୍କର ଆଧାର କାର୍ଡ଼, ମୋବାଇଲ ନମ୍ବର, ଜମି ପଟ୍ଟା ନେଇ କରିପାରିବେ। ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ, ଅର୍ଥାତ୍ ଯେଉଁ VAW ଆମର ବୁଲୁଛନ୍ତି, ଭିଲେଜ ଲେଭେଲ ୱାର୍କର ଯେଉଁ ବୁଲୁଛନ୍ତି, ସେମାନେ ମଧ୍ୟ କରିପାରିବେ। ତାଙ୍କ କତିରେ ଆପଣମାନେ ମଧ୍ୟ ଯାଇ କରିପାରିବେ। ଆଉ ଗୋଟେ ହେଲା ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ପଞ୍ଜୀକରଣ କ୍ୟାମ୍ପ ଯଦି ଆପଣମାନଙ୍କ ଅଞ୍ଚଳରେ ହେଉଛି, ତ ସେଠି ମଧ୍ୟ ଆପଣମାନେ କରିପାରିବେ। ଏଇ ଡକୁମେଣ୍ଟ ଗୁଡ଼ିକ ରହୁଛି, କିଛି ନାହିଁ, ଅତି ସିମ୍ପୁଲ୍ ଅଛି। ଲାଷ୍ଟ ଯେଉଁଟା ହେଉଛି, ନିଜେ ମଧ୍ୟ ଘରେ ବସିକି ନିଜ ମୋବାଇଲରେ ଆପଣମାନେ ଆପ୍ଲାଏ କରିପାରିବେ। এই ভিডিওରେ ତ ଏଇଟା ସମ୍ଭବ ନୁହେଁ ଆପ୍ଲାଏ ଆପଣମାନଙ୍କୁ ଦେଖେଇବା। ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଦେଖାଉଛି ଯେ କେମିତି ଆପଣମାନେ
निज मोबाइल साहाय्य निज घर व्यक्ति मानकर कृषक रेजिस्ट्री करेंगे कृषक आईडी पाइपर जोटा कि परवर्ती समय आपण मानकर बहुत कार्य लगे। तीनोटी रही पंथा जोटा कि आपण मैंने समवाय समिति में जोगाजोग करेंगे ब्लॉक स्तर में आप जोगाजोग करेंगे जो एग्रीकल्चर डिपार्टमेंट अच्छी VAW माने करुँच आपण मैंने घरे बसी करेंगे जनसेवा केन्द्र में आपण करें हुए तो किसी टंका लगिपे। तो से जदि आपण मैंने स्मार्टफोन धरी जदि आपण मैंने मोबाइल चले जानी मोबाइल सबकि करें तो निहाती भाव घरे बसिकी आपण मैंने अप्लाई करेंगे। अप्लाई संपूर्ण प्रोसेस मु नेक्स्ट वीडियो आपण मानकु बतई दूची निहाती भाव नेक्स्ट वीडियो देखंतु। घरे बसिकी कृषक रेजिस्ट्री न कले ए वर्ष सरकारी सुविधारू आपण माने वंचित हो पारे। आशा करुँच वीडियोटी आपण मानकु निहाती भाव इनफर्मेशन देइथो। जदि इनफर्मेशन देइची तो आपण मानु अनुरोध वीडियोटी को बहु मात्रा रे शेयर करंतु समस्ते जानतु उपकृत हुंतु। वीडियोटी को लाइक करी चैनल को सब्सक्राइब करी बेल आइकन ऑन कर दियंतु। रहउची भेट हबो पुणी एक नुआ अपडेट वीडियो रे से विदाय दियंतु। नमस्कार, जय जगन्नाथ।